हम बात कर रहे हैं भारत की बेटी और नासा की एस्ट्रोनॉट सुनीता विलियम्स की। जी आपको बता दें, भारत की बेटी और नासा की एस्ट्रोनॉट सुनीता विलियम्स का इंतजार मंगलवार को खत्म हो गया। नासा के अंतरिक्ष यात्री बूच विल्मोर और सुनीता विलियम्स आखिरकार पृथ्वी पर वापस आ चुके हैं। 9 महीने बाद उनकी घर वापसी हुई है। इंटरनेशनल स्पेस स्टेशन में सुनीता विलियम्स और अन्य अंतरिक्ष यात्री 9 महीने तक फंसे हुए थे। कई बार उन्हें धरती पर लाने की कोशिश भी हुई, लेकिन अब जाकर सफलता मिली है। नासा ने ये बड़ी खुशखबरी खुद दी है। एलन मस्क की स्पेस एक्स और नासा ने मिलकर इस मिशन को अंजाम दिया है। इंटरनेशनल स्पेस स्टेशन से रवाना होने के कुछ ही घंटों बाद सुनीता विलियम्स और बूच विल्मोर वाला स्पेस एक्स कैप्सूल पैराशूट से मैक्सिको की खाड़ी में उतरा। फ्लोरिडा पैनहैंडल के तलहासी के तट पर स्प्लैश डाउन हुआ। इसके बाद पूरी दुनिया में खुशी की लहर दौड़ पड़ी। Answer to your question, I can tell you honestly, my feeling on all of this goes back to my faith. It's bound in my Lord and Savior Jesus Christ. He is working out His plan and His purposes for His glory throughout all of humanity, and how that plays into our lives is significant and important. And however that plays out, and I am content because I understand that. I understand that He's at work in all things. Some things are for the good. Go to Hebrews chapter 11. Some things look to us to be not so good, but it's all working out for His good for those that will believe. And that's the answer. So thanks for asking. ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଗୋଟିଏ ନ୍ୟୁଜ୍ ବହୁତ ମାତ୍ରାରେ ଭାଇରାଲ ହେଉଛି, ଆଉ ସେ ନ୍ୟୁଜ୍ଟା ହେଉଛି ସୁନିତା ୱିଲିୟମ୍। ସୁନିତା ୱିଲିୟମ୍ ତାଙ୍କ ବିଷୟରେ ଗୋଟେ ନ୍ୟୁଜ୍ ଭାଇରାଲ ହେଉଛି, ଆଉ ସେଇଟା ହେଉଛି କ'ଣ? ସୁନିତା ୱିଲିୟମ୍ 9 ମାସ କାଳ ଅନ୍ତରିକ୍ଷରେ ସେ ଥିଲେ। ଆଜିର ବିଷୟବସ୍ତୁ ହେଉଛି ତାରାଗଣ ମଧ୍ୟରେ ବାକ୍ୟ ପ୍ରସାର ବା ଯୀଶୁଙ୍କର ବିଷୟକୁ ପ୍ରସାର କରାଗଲା, ବାଇବେଲରୁ ପ୍ରସାର କରାଗଲା। ତେବେ ପ୍ରିୟ ବନ୍ଧୁଗଣ, ଯେତେବେଳେ ସୁନିତା ୱିଲିୟମ୍ ଯେତେବେଳେ ଗଲେ, ମାନେ ଅନ୍ତରିକ୍ଷକୁ ଗଲେ, ତା ପୂର୍ବରୁ ସେ ଏବଂ ଆଉ ଜଣେ ପୁରୁଷ ବ୍ୟକ୍ତି ଏମାନେ କିଛି ପ୍ରଚାର କରିଥିଲେ, ମାନେ ବାଇବେଲରୁ କିଛି ପ୍ରଚାର କରିଥିଲେ। ଅନେକ ବିରୋଧୀମାନେ ନିଜ ଧର୍ମକୁ ମାନେ ଉତ୍ସରେ ରଖିବା ପାଇଁ ସେମାନେ ଏମିତି ମତ ଦିଅନ୍ତି ଯେ ସୁନିତା ୱିଲିୟମ୍ କୁଆଡ଼େ ଭଗବତ ଗୀତା ଧରିକି ଯାଇଥିଲେ। ତା'ର କୌଣସି ଭିଡ଼ିଓ ଫୁଟେଜ୍ ନାହିଁ କି ତା'ର କୌଣସି ଏପର୍ଯ୍ୟନ୍ତ ପ୍ରମାଣ ନାହିଁ, କିନ୍ତୁ ପ୍ରମାଣ ଅଛି ଯେ ସେ ବାଇବେଲ ଧରିକି ଯାଇଥିଲେ, ଏଇଟା ପ୍ରମାଣ ଅଛି। ତେବେ ଦେଖନ୍ତୁ, ଏ ଖ୍ରୀଷ୍ଟିଆନ ବିରୋଧୀମାନେ ନିଜ ଧର୍ମକୁ ବଞ୍ଚାଇବା ପାଇଁ କେତେ ତଳକୁ ଏମାନେ ଖସି ଯାଇପାରନ୍ତି। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆମେ ସେହି ବିଷୟରେ ଆଲୋଚନା କରିବା। ସୁନିତା ୱିଲିୟମ୍ ଯେ ଜଣେ ସାଇଣ୍ଟିଷ୍ଟ ଅଟନ୍ତି, ସେ ଅନ୍ତରିକ୍ଷକୁ ଯିବାର କାରଣ ହେଉଛି ସେଠାରେ ବହୁତ ଗୁଡ଼ିଏ ପରୀକ୍ଷା ନିରୀକ୍ଷା କରିବାର ଥିଲା। ଆଉ ସେ ଯାହା ବି ଖାଦ୍ୟ ନେଇଥିଲେ, ଖାଦ୍ୟ 3 ମାସ ଭିତରେ ସରିଗଲା। କିନ୍ତୁ କୁହାଯାଏ ଯେ ଅନ୍ତରିକ୍ଷରେ ପୂର୍ବରୁ ତାଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ଥିଲା। ସେଥିପାଇଁ ସେ ଏତେ ମାସ ପର୍ଯ୍ୟନ୍ତ ସେ ଜୀବିତ ରହିପାରିଥିଲେ। କିଏ? ସୁନିତା ୱିଲିୟମ୍। ସୁନିତା ୱିଲିୟମ୍ ଯେତେବେଳେ ଅନ୍ତରିକ୍ଷକୁ ଗଲେ, ଆଉ ସେତେବେଳେ ସେ କ'ଣ କଲେ? ବାକ୍ୟ ପ୍ରଚାର କଲେ, ପ୍ରଭୁଙ୍କ ବିଷୟରେ ସେ ପ୍ରଚାର କଲେ। ତେବେ ଏଇଟା ହିଁ ସତ୍ୟ ବିଷୟ ଅଟେ, ସତ୍ୟତା ଅଟେ। ସେ ବାକ୍ୟ ପ୍ରଚାର କରିଥିଲେ, କୌଣସି ଭଗବତ ଗୀତାରୁ ପ୍ରଚାର କରିନଥିଲେ। ମୁଁ ବି ସେଇ ନ୍ୟୁଜ୍ ଦେଖୁଥିଲି ପ୍ରିୟ ବନ୍ଧୁଗଣ, ଯେଉଁ ନ୍ୟୁଜ୍ ଭାଇରାଲ କରିଥିଲା କାହାକୁ? ସୁନିତା ୱିଲିୟମ୍କୁ। ଆଉ ସେ କେତିକି 2-3ଟା ନ୍ୟୁଜ୍ ଚ୍ୟାନେଲରେ ମୁଁ ଦେଖୁଥିଲି, ସେ କୁଆଡ଼େ ଭଗବତ ଗୀତା ଧରିକି ଯାଇଥିଲେ, ହିନ୍ଦୁ ଧର୍ମଶାସ୍ତ୍ର ଧରିକି ଯାଇଥିଲେ, ଯେଉଁଟାକି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଅଟେ। କାରଣ ଆମେମାନେ ଦେଖିବାକୁ ପାଉ ସୁନିତା ୱିଲିୟମ୍ଙ୍କ ବିଷୟରେ ସେ କିଭଳି ଗଲେ, କିଭଳି ଫେରିଲେ। ଆଉ ଅନେକ ତ ଭାବୁଥିଲେ ଯେ ଏତେ ଦିନ ହେଲା ସୁନିତା ଫେରି ନାହାନ୍ତି, ତାଙ୍କର କୌଣସି କ୍ଷତି ହେଇନି ତ। ତେବେ ପ୍ରିୟ ବନ୍ଧୁଗଣ,
ପ୍ରଭୁଙ୍କର ଲୋକମାନେ ଯଦି ତାରାଗଣ ଭିତରେ ବି ବାସ କରିବେ ତେବେ ମଧ୍ୟ ତାଙ୍କର କୌଣସି କ୍ଷତି ହେବ ନାହିଁ। ଯଦି ସେମାନେ ମୃତ୍ୟୁ ଛାୟା ଉପତ୍ୟକା ଦେଇକି ଗମନ କରିବେ ତଥାପି ତାଙ୍କର କିଛି ହେବ ନାହିଁ। ଆଉ ଏହିଭଳି ଅନେକ ଉଦାହରଣ ରହିଅଛି, ଏହିଭଳି ଅନେକ ଘଟଣା ଘଟି ସାରିଛି ଯେ ପରମେଶ୍ୱର ତାଙ୍କର ଲୋକମାନଙ୍କୁ ଉଦ୍ଧାର କରନ୍ତି, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସୁସ୍ଥ କରନ୍ତି, ସୁସ୍ଥ ସବଳ ରଖନ୍ତି। ତାପରେ ଏଇଟା ମଧ୍ୟ ଏକ ପରମେଶ୍ୱରଙ୍କର ଯୋଜନା ଥିଲା। ଆଉ ବର୍ତ୍ତମାନ ସାରା ବିଶ୍ୱ ଗର୍ବିତ ଯେ ଯାହା ହେଉ ସୁନିତା ୱିଲିୟମ୍ସ ଯାଇକି ସଫଳତାର ସହିତ ସେ ଫେରି ଆସିଛନ୍ତି। କାରଣ ଏମିତି ବି ଦେଖାଯାଇଛି କିଛି ଲୋକମାନେ ଅନ୍ତରିକ୍ଷକୁ ଯାଇକି ସେମାନେ ମୃତ୍ୟୁବରଣ ମଧ୍ୟ କରିଛନ୍ତି। ତେବେ ସୁନିତା ୱିଲିୟମ୍ସକୁ ଗୋଟିଏ ପରେ ଗୋଟିଏ ସେ ତାଙ୍କୁ ଚ୍ୟାଲେଞ୍ଜ ଆକ୍ସେପ୍ଟ କରିବାର ଥିଲା। ପ୍ରତିଦିନ ତାଙ୍କୁ ଗୋଟିଏ ଗୋଟିଏ ନୂଆ ନୂଆ ଚ୍ୟାଲେଞ୍ଜ ଆସୁଥିଲା ତାଙ୍କ ଜୀବନରେ। 9 ମାସ କାଳ ସେ ସଂଘର୍ଷ କରୁଥିଲେ। କେଉଁଠି ଥାଇକି? ସେ ଅନ୍ତରିକ୍ଷରେ ଥାଇକି 9 ମାସ କାଳ, ଟିକେ ଦେଖନ୍ତୁ, 9 ମାସ କାଳ ସେ ସଂଘର୍ଷ କଲେ। ଆଉ ପରିଶେଷରେ ସେ ବିଜୟ ପ୍ରାପ୍ତ ହେଲେ, ସେ ଆସିଲେ ଏବଂ ତାହାଙ୍କ ନାମ ନିଶ୍ଚିନ୍ତ ଭାବରେ ଇତିହାସରେ ତାଙ୍କ ନାଁ ଲେଖା ହେବ। ଆଗାମୀ ଦିନମାନଙ୍କରେ ଇତିହାସ ବହିରେ ତାଙ୍କ ନାଁ ଲେଖା ହେବ। ତେବେ ପ୍ରିୟ ବନ୍ଧୁଗଣ, ଖୁସିର ବିଷୟ ଅଟେ, ଯାହା ହେଉ ସୁନିତା ୱିଲିୟମ୍ସ ପୁଣି ଥରେ ଫେରି ଆସିଲେ। ଆଉ ପରମେଶ୍ୱର ରକ୍ଷା କରନ୍ତି। ତାଙ୍କ ବାକ୍ୟରେ ଲେଖା ଅଛି, ପରମେଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ରକ୍ଷା କରନ୍ତି, ଉଦ୍ଧାର କରନ୍ତି। ଆମର ଜଣାଶୁଣା ପଦ ଆପଣ ଦେଖିବେ, ଗୀତ ସଂହିତା ତାର 34 ପର୍ବର 7 ପଦ ଦେଖିବେ। ଆମର ମୁଖସ୍ଥ ପଦ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତାହାଙ୍କ ଦୂତ ତାହାଙ୍କ ଚାରିପଟେ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି। ଏଇଟା କମନ ବିଷୟ। ବାଇବେଲରେ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ମୋହର ଲୋକମାନଙ୍କୁ ମୁଁ ଉଦ୍ଧାର କରିବି। କେମିତି ଉଦ୍ଧାର କରିବି? ମୋର ଦୂତମାନଙ୍କୁ ପଠାଇବି ଆଉ ଛାଉଣି କରି ମୁଁ ଉଦ୍ଧାର କରିବି। ଛାଉଣି କରି ମାନେ କ'ଣ? ଟିକେ ବୁଝେଇ ଦେଉଛି ମୁଁ। ଆପଣ ଦେଖିବେ ଆଗକାଳର ଯୁଦ୍ଧ ବିଷୟରେ, ମାନେ ଯେମିତି ଯୁଦ୍ଧ ହେଉଥିଲା ରାଜା ମହାରାଜାଙ୍କ ସମୟରେ, ଯଦି ଗୋଟିଏ ଦେଶ ଆଉ ଗୋଟିଏ ଦେଶ ବିରୁଦ୍ଧରେ ଯୁଦ୍ଧ କରୁଥିଲା, ସେ କ'ଣ କରୁଥିଲା? ସେ ଦେଶକୁ ଯାଇକି ଦେଶ ବାହାରେ ଛାଉଣି ସ୍ଥାପନ କରୁଥିଲା। ଛାଉଣି କରିକି ସେଇଠୁ ସେମାନେ ପ୍ଲାନ୍ କରୁଥିଲେ କେମିତି କରିବା, କେମିତି ଆକ୍ରମଣ କରିବା, ଏସବୁ ପ୍ଲାନ୍ କରୁଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କର ଦୂତମାନେ ବି ସେମିତି ଛାଉଣି କରନ୍ତି। ତାହାଙ୍କର ଲୋକମାନଙ୍କର ଘର ଚାରିପଟେ ଛାଉଣି କରନ୍ତି। ଆଉ ସେମାନେ କ'ଣ କରନ୍ତି? ଜଗନ୍ତି ଈଶ୍ୱରଙ୍କ ଆଜ୍ଞା ଅନୁସାରେ। ଆଉ ଈଶ୍ୱରଙ୍କର ସନ୍ତାନକୁ ଯେପରି କୌଣସି ବି କ୍ଷତି ନ ହୁଏ, ତାର ଜ୍ୱଳନ୍ତ ଉଦାହରଣ ମଧ୍ୟ ରହିଅଛି। ମୁଁ ଜଣଙ୍କର ଉଦାହରଣ ଦେଇକି ମୁଁ ଶେଷ କରିବି, ପରମେଶ୍ୱର କିପରି ଉଦ୍ଧାର କରନ୍ତି। ସାଧୁ ସୁନ୍ଦର ସିଂ, ସେ ଥରେ ଯାଇଥିଲେ ଗୋଟିଏ ଜାଗାକୁ ପ୍ରଚାର କରିବା ପାଇଁ। ଆଉ ସେତେବେଳେ ସେ ଅଞ୍ଚଳର ଲୋକମାନେ ଜାଣିଲେ ଯେ ଇଏ ଖ୍ରୀଷ୍ଟ ଧର୍ମ ପ୍ରଚାର କରିବା ପାଇଁ ଆସୁଛି। ସେମାନେ ସବୁ ଅସ୍ତ୍ରଶସ୍ତ୍ର ଧରି ମାଡ଼ି ଆସିଲେ, ଜୀବନରେ ମାରିଦେବେ। କାହାକୁ? ସାଧୁ ସୁନ୍ଦର ସିଂଙ୍କୁ। ସେମାନେ ଆସିଲେ ପାଖକୁ, କିନ୍ତୁ ରହିଗଲେ, ଅଟକିଗଲେ। ଆଉ ସେମାନେ ପଛ ଘୁଞ୍ଚା ଦେଇକି ଦୌଡ଼ିକି ସେମାନେ ପଳେଇଲେ ଭୟରେ। ତାର ଦିନ ସେମାନେ ଆସିଲେ, ପୁଣି ଥରେ ଆସିଲେ, କିନ୍ତୁ ହାତରେ କୌଣସି ଅସ୍ତ୍ର ନଥିଲା। ସେମାନେ ଆସିକି ପଚାରୁଛନ୍ତି ସାଧୁ ସୁନ୍ଦର ସିଂଙ୍କୁ ଯେ ଆପଣ ଏତେ ସୈନ୍ୟ ଆପଣ କେମିତି ରଖିପାରୁଛନ୍ତି, ଆଉ କେଉଁଠୁ ଆଣିଲେ? ସାଧୁ ସୁନ୍ଦର ସିଂ କହିଲେ, ମୁଁ ତ କୌଣସି ସୈନ୍ୟ ରଖିନି। ତାପରେ ସେମାନେ କହିଲେ, ଗତକାଲି ଆମେ ଆପଣଙ୍କୁ ମାରିବା ପାଇଁ ଆସିଥିଲୁ, କିନ୍ତୁ ଦେଖିଲୁ ଆପଣଙ୍କର ଚାରିପଟେ ସୈନ୍ୟମାନେ ସବୁ ଧଳା ଧଳା ଡ୍ରେସ୍ ପିନ୍ଧିକି ହାତରେ ତଲୱାର ଧରିକି ଠିଆ ହେଇଛନ୍ତି। ଆଉ ଆମେ ଆଗକୁ ବଢ଼ିପାରିଲୁନି, ଆମେ ଭୟରେ ଆମେ ପଳେଇଲୁ। ତେବେ ଦେଖନ୍ତୁ ପରମେଶ୍ୱର କିପରି ତାଙ୍କ ଲୋକମାନଙ୍କୁ ଉଦ୍ଧାର କରନ୍ତି। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର। ଆଉ ଯଦି ଭିଡ଼ିଓ ଭଲ ଲାଗିଥାଏ ସେୟାର କରନ୍ତୁ। ଧନ୍ୟବାଦ।